ଝୁମ୍ପୁରା ବ୍ଲକ ବାରିଆ ଥାନା ଅନ୍ତର୍ଗତ ଗିଧିବାସ ଗ୍ରାମର ଆରାଧ୍ୟ ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଗ୍ରାମବାସୀଙ୍କ ମିଳିତ ସହଯୋଗରେ ଏହି ଠାକୁରାଣୀଙ୍କ ବାର୍ଷିକ ଉତ୍ସବ ଦୀର୍ଘ ବର୍ଷ ଧରି ପାଳିତ ହୋଇ ଆସୁଛି ବୋଲି ଗ୍ରାମର ବରିଷ୍ଠ ବ୍ୟକ୍ତିମାନେ ସୂଚନା ପ୍ରଦାନ କରିଛନ୍ତି। ଗ୍ରାମବାସୀ 15 ଦିନ ପୂର୍ବରୁ ଠାକୁରାଣୀଙ୍କ ବିଗ୍ରହ ନିର୍ମାଣ କରିବା ପାଇଁ ନିକଟସ୍ଥ ଗ୍ରାମର କୁମ୍ଭାରକୁ ନିମନ୍ତ୍ରଣ କରିଥାନ୍ତି। ଗ୍ରାମର ପୂଜକ ଏକ ସପ୍ତାହ ପୂର୍ବରୁ ଠାକୁରାଣୀଙ୍କ ବିଗ୍ରହକୁ କୁମ୍ଭାର ଘରୁ ଆଣି କୋଠ ଘରେ ରଖି ପ୍ରତିଦିନ ପୂଜା ଅର୍ଚ୍ଚନା କରିଥାନ୍ତି। କୋଠ ଘରେ ଏକ ସପ୍ତାହ ପୂଜା ପାଇବା ପରେ ସର୍ବସାଧାରଣଙ୍କ ଦର୍ଶନ ନିମନ୍ତେ ଗାଁ ଦାଣ୍ଡକୁ ବିଜେ କରିଥାନ୍ତି ଠାକୁରାଣୀ। ଠାକୁରାଣୀକୁ ଗ୍ରାମବାସୀ ସେମାନଙ୍କ ଗୁହାରି ଜଣାଇବା ସହିତ ନିଜର ଶକ୍ତି ଅନୁଯାୟୀ ମାଙ୍କ ନିକଟରେ ଭୋଗ ଲଗାଇଥାନ୍ତି। ଗ୍ରାମବାସୀ ଠାକୁରାଣୀଙ୍କ ନିକଟରେ ଗୁହାରି କରିଥାନ୍ତି ଗ୍ରାମକୁ କୌଣସି ବିପଦ ନ ଆସୁ ବୋଲି। ଠାକୁରାଣୀ ଓଷାର ବିଶେଷ ମହତ୍ତ୍ୱ ରହିଛି। ଭକ୍ତମାନେ ନିଆଁରେ ଚାଲିବା ପରମ୍ପରା। ଭକ୍ତମାନେ ନିଆଁରେ ଚାଲିବାର ଦୃଶ୍ୟ ଦେଖିବାକୁ ଆଖପାଖ ଅଞ୍ଚଳରୁ ଶହ ଶହ ସଂଖ୍ୟାରେ ଲୋକ ରୁଣ୍ଡୀଭୂତ ହୋଇଥାନ୍ତି। ଠାକୁରାଣୀ ଓଷାରେ ପୂଜକ ଭାବେ ବରୁଣ ନାୟକ ନିୟୋଜିତ ହୋଇ ବିଧି ଅନୁଯାୟୀ ପୂଜା ଅର୍ଚ୍ଚନା କରିଥାନ୍ତି। ଗାୟକ ଭାବରେ କଳାକାର ନାୟକ ଓ ଆଗ୍ନିକଧାରୀ ଭାବେ କାଳୀଚରଣ ମହାକୁଡ଼ ନିୟୋଜିତ ହୋଇଥାନ୍ତି। ଓଷାକୁ ପରିଚାଳନାରେ ସହଯୋଗ କରିଥିଲେ ମୁରଲୀଧର ନାୟକ, ରମେଶ ଚନ୍ଦ୍ର ନାୟକ, ବିରଞ୍ଜି ନାୟକ, ଜାପାନୀ ନାୟକ, ଲମ୍ବୋଦର ନାୟକ, ଅନାମ ଚରଣ ନାୟକ, ସୁଦାମ ଚରଣ ନାୟକ। ସନ୍ଧ୍ୟାରେ ସମସ୍ତ ଗ୍ରାମବାସୀଙ୍କ ସହଯୋଗରେ ଭସାଣୀ ଉତ୍ସବ ଅନୁଷ୍ଠିତ ହୋଇଥାଏ। କେନ୍ଦୁଝର ଜିଲ୍ଲା ଝୁମ୍ପୁରା ବ୍ଲକରୁ ଜେଥୁରାମ ମହାକୁଳଙ୍କ ରିପୋର୍ଟ। ବୈତରଣୀ ଖବର।